ଅଟୋ को ଚାପିଦେଲା ମୋ ବସ୍। ରାଜଧାନୀରେ ପୁଣି ବସ୍ ଦୁର୍ଘଟଣା। ରୂପାଲି ଛକରେ ଅଟୋକୁ ପିଟିଲା ଆମ ବସ୍। ସୂଚନା ଅନୁଯାୟୀ ରୂପାଲି ଛକ ଟ୍ରାଫିକ୍ ସିଗ୍ନାଲରେ ଅଟୋଟି ଅଟକି ରହିଥିବା ବେଳେ ପଛପଟୁ ଏକ ବସ୍ ରୁଟ୍ ନମ୍ବର 32 ଦ୍ରୁତଗତିରେ ଆସି ତାକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଅଟୋଟି ଆଗରେ ଥିବା ଏକ ସ୍କୁଲ ବସ୍ ସହିତ ପିଟି ହୋଇ ଦୁଇଟି ବସ୍ ମଝିରେ ସମ୍ପୂର୍ଣ୍ଣ ଭାବେ ଚେପା ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଅଟୋ ଚାଳକ ଏବଂ ଜଣେ ମହିଳା ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଛାତ୍ରୀ ଗୁରୁତର ଭାବରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକମାନେ ବସ୍ଟିକୁ ଭଙ୍ଗାରୁଜା କରିବା ସହିତ ରାସ୍ତା ଅବରୋଧ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଭୁବନେଶ୍ୱର ଡିସିପି ଏବଂ ଶହୀଦ ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ଘଟାଇବା ପରେ ବସ୍ର ଡ୍ରାଇଭର ଏବଂ ହେଲ୍ପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି। ରାଜଧାନୀରେ ବାରମ୍ବାର ଏଭଳି ବସ୍ ଦୁର୍ଘଟଣାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଭୁବନେଶ୍ୱରରୁ କବିରାଜ ପାତ୍ରଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।